440 ଭୋଲ୍ଟର ଝଟକା ଲାଗିଗଲା କି? ମୁଁ ବି ଯେତେବେଳେ ଜାଣିଲି ସେ ସୋନିଆ ନୁହଁ ଚନ୍ଦ୍ରଗୁପ୍ତ ଶ୍ରୀଚନ୍ଦନଙ୍କର ଏକମାତ୍ର ପୁଅ ଆମେରିକା ଫେରନ୍ତା ଡକ୍ଟର ଶ୍ରୀନିବାସ ଶ୍ରୀଚନ୍ଦନ, ମୋର ବି ହୋସ୍ ଉଡ଼ି ଯାଇଥିଲା। ହସ ହଜିଗଲା କି ବଡ ବଡ ବାବୁ ବାବୁଆଣୀ ମାନେ ଆଖି ଓଲଟି ପଡିଲା। ମୁଁ ବି ଯୋଉଦିନ ଜାଣିଲି ମୋ ସାଙ୍ଗରେ ଜଙ୍ଗଲରେ ବୁଲୁଥିବା, ମୋ ଘରେ ବସା ଉଠା କରୁଥିବା ସୋନିଆ ଏତେ ବଡ ଲୋକ, ସେଦିନ ମୋ ପାଦ ତଳୁ ବି ମାଟି ଖସି ଯାଇଥିଲା। ମତେ କୁହନ୍ତୁ ମନ୍ତ୍ରୀ ମହୋଦୟ, ସୋନିଆକୁ ଗୁଳି କଲା କିଏ? ଭଲ ଲୋକ ବୁଝିଲା କେମିତି? ଏଇଟା କେମିତି ସମ୍ଭବ? ଏ ସୋନିଆ ନୁହଁ, ଡକ୍ଟର ଶ୍ରୀନିବାସ ଶ୍ରୀଚନ୍ଦନ। You are 100% correct, Mr. Jagati Choptel. वो सोनिया नୁହେଁ, ଡକ୍ଟର ଶ୍ରୀନିବାସ ଶ୍ରୀଚନ୍ଦନ। ସେ ଗାଁରେ ସୋନିଆର ଅଭିନୟ କରୁଥିଲି। ଆଉ ଏତିକି ଦିନ ଅଭିନୟ ଭିତରେ ମୁଁ ଏ ଦୁନିଆଟାକୁ ଭଲ ଭାବରେ ଚିହ୍ନି ଗଲି। ସତ ମିଛ, ଭୁଲ ଠିକ, ଭଲ ମନ୍ଦ, ପାପ ପୁଣ୍ୟ ଭିତରେ ଥିବା ଫରକଟାକୁ ମୁଁ ଜାଣିଗଲି। ବଡ ଲୋକ ଆଉ ଛୋଟ ଲୋକ ଭିତରେ ଥିବା ପ୍ରଭେଦକୁ ମୁଁ ଆରାମରେ ବୁଝେଇ ଗଲି। Possible in this world, Miss Kampya Madam. ସେତେବେଳେ ଛୋଟ ଲୋକ ସୋନିଆ ଭାବି ଏ ଗାଲକୁ ଗୋଟେ ସତ ଚାପଡ଼ା ମାରିଥିବ। ଏବେ ଆସ, ଶ୍ରୀନିବାସ ଶ୍ରୀଚନ୍ଦନ ଗାଲ ଉପରକୁ ହାତ ଉଠେଇ ଦେଖ। Come on, come on, come on, come on. Hello, 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 hello. ଛୋଟ ବଡ ଭିତରେ ଥିବା ଫରକଟା ବୁଝେଇ କରୁଛି ଶୁଣ। ଭଲ ଦେଇକି ବୁଝ, ଛୋଟ କିଏ ଆଉ ବଡ କିଏ? ଦୁବ ଘାସ କେତେ ଛୋଟ, ହେଲେ ଜଗନ୍ନାଥଙ୍କ ମଥାରେ ଲାଗିଲେ ଜଗନ୍ନାଥ ଖୁସି ହୁଅନ୍ତି। ତାର ଗଛ ସେ କାମରେ ଆସିପାରେନି। ଯେତେବେଳେ ମଣିଷଟା କିଟିମିଟି ଅନ୍ଧାର ଭିତରେ ରାସ୍ତା ଖୋଜୁଥାଏ, ସେତେବେଳେ ଛୋଟିଆ ଦୀପର ଖଣ୍ଡିଆ ସଳିତାଟିଏ ମଣିଷକୁ ରାସ୍ତା ଦେଖା। ଛୁଞ୍ଚି କେତେ ଛୋଟ,
ସାମାନ୍ୟ ଛୁଞ୍ଚିଟା ଦିଟା କପଡାକୁ ସିଲେଇ କରି ଯୋଡିବାରେ ସାହାଯ୍ୟ କରେ ଯୋଉ କାମ ଶାବଳ କେବେ କରିପାରେନି ଏବେ ବି ସମୟ ଅଛି ଛୋଟ ବଡ ଭିତରେ ଥିବା ଫରକଟାକୁ ବୁଝିଯା ନହେଲେ ପସ୍ତେଇବ ବହୁତ ପସ୍ତେଇବ